ଏକ ସମୟର କଥା। ଜଙ୍ଗଲ ମଧ୍ୟରେ ଛୋଟ ବଡ଼ ହାତୀ ବସୁଥିଲେ। ସେଥିରେ ସମସ୍ତ ପଶୁମାନେ ହାତୀଙ୍କୁ ଦେଖି ଭୟ କରୁଥିଲେ, କାରଣ ସେ ବହୁତ ବଡ଼ ଓ ଶକ୍ତିଶାଳୀ। ସେହି ଜଙ୍ଗଲରେ ଗୋଟିଏ ଛୋଟ ବିଲୁଆ ମଧ୍ୟ ରହୁଥିଲା। ସେ ହାତୀଙ୍କୁ ଦେଖି ଭାବିଲା, ହାତୀ ବଡ଼ ଥିଲେ କ'ଣ ହେଲା, ମୁଁ ଛୋଟିଆ ହେଲେ ମଧ୍ୟ ତାଙ୍କୁ ହରାଇ ପାରିବି। ଦିନେ ବିଲୁଆଟି ହାତୀଙ୍କ ପାଖକୁ ଗଲା ଓ କହିଲା, ଆରେ ହାତୀ ଭାଇ, ତୁମେ ବଡ଼ କହିଲେ କ'ଣ ମୁଁ ମଧ୍ୟ ତୁମକୁ ହରାଇ ପାରିବି? ହାତୀ ହସି କହିଲା, ହା ହା, ଛୋଟିଆ, ତୁମେ ମୋତେ କିପରି ହରାଇ ପାରିବ? ବିଲୁଆ କହିଲା, ଆଜି ରାତିରେ ଦେଖ ମୁଁ କିପରି ତୁମକୁ ଭୟ ଦେଖାଉଛି। ରାତିରେ ହାତୀ ଘୁମାଉଥିବା ବେଳେ ବିଲୁଆ ଚୁପଚାପ ଆସି ହାତୀ ଶରୀରରେ ଚଢ଼ିଗଲା ଓ ତାଙ୍କ କାନରେ ମ୍ୟାଉ ମ୍ୟାଉ କରିବାକୁ ଲାଗିଲା। ହାତୀ ଭୟଭୀତ ହେଲା। ଏତେ ଛୋଟ ଜିନିଷ କିନ୍ତୁ କାନରେ ଏତେ ବଡ଼ ଚାଲିଲା। ସେ ତୁରନ୍ତ ଉଠିଲା ଓ ପଳାଇଗଲା। ତାପରେ ବିଲୁଆ କହିଲା, ଦେଖିଲ, ଶକ୍ତିରେ ନୁହେଁ ବୁଦ୍ଧିରେ ବଡ଼, ଛୋଟ ନିର୍ଭୟ ହୁଅ। ଏହି ଗପଠୁ କ'ଣ ଶିଖିବାକୁ ପାଇଲା ପିଲାମାନେ? କାହାରି ଆକାର କିମ୍ବା ଶକ୍ତିକୁ ଦେଖି ଅବହେଳା କରିବା ଉଚିତ ନୁହଁ। ବୁଦ୍ଧି ଓ ଚତୁରତା ଛୋଟମାନଙ୍କ ମଧ୍ୟ ବଡ଼ମାନଙ୍କୁ ହରାଇ ପାରନ୍ତି।